ବର୍ତ୍ତମାନ ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ନୂଆ ଅପଡେଟ୍। ତେବେ ଭୟଙ୍କର ବାତ୍ୟା ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର ମାଡ଼ି ଆସୁଛି ସୁପର ଟାଇଫୁନ୍ ଫୁଙ୍ଗୁୱାଙ୍ଗ। ଫିଲିପାଇନ୍ସରେ ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫୁଙ୍ଗୁୱାଙ୍ଗ। ଛାରଖାର କରିଦେବ ଭୟଙ୍କର ବାତ୍ୟା। ଏପଟେ କଲବଲ କରିବ ଶୀତ 2ରୁ 3 ଡିଗ୍ରୀ ସେଲସିୟସ୍ ଖସିବ ରାତିର ତାପମାତ୍ରା। ଜାଣିବା ସମ୍ପୂର୍ଣ୍ଣ ଡିଟେଲ୍ସ ଇନଫର୍ମେସନ୍ ପାଣିପାଗକୁ ନେଇ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ଯଦି ପାରୁଛନ୍ତି ଆପଣଙ୍କର ସାଙ୍ଗସାଥୀମାନଙ୍କୁ ଭିଡ଼ିଓଟିକୁ ସେୟାର କରିନିଅନ୍ତୁ। ଯଦି ଫ୍ରେଣ୍ଡସ୍ ଆପଣମାନେ ଆମର ଏହି ଚ୍ୟାନେଲରେ ନୂଆ ହିଁ ଭିଡ଼ିଓ ଦେଖୁଛନ୍ତି, ପୂର୍ବରୁ କେବେ ବି ସବସ୍କ୍ରାଇବ୍ କରିନାହାନ୍ତି, ତେବେ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ବଜାଇ ରଖିଥାନ୍ତୁ। ତେବେ ଓଡ଼ିଶାରେ ଶୀତର ଲହରୀ ବୃଦ୍ଧି ପାଉଥିବା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ IMD ଆଜି ସୂଚନା ଦେଇଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ଏବଂ ଆସନ୍ତାକାଲି କନ୍ଧମାଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଶୀତ ଲହରୀ ଆଲର୍ଟ ଜାରି କରାଯାଇଛି। ତେବେ ଏହାପରେ ସର୍ବନିମ୍ନ ତାପମାତ୍ରାରେ ଆଉ କୌଣସି ହ୍ରାସ ହେବ ନାହିଁ। ଓଡ଼ିଶା ଆଡ଼କୁ ଉତ୍ତର ପଶ୍ଚିମ ପବନର ପ୍ରଭାବ ଯୋଗୁଁ ପାରଦ ସ୍ତର ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ, ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା 9.5 ଡିଗ୍ରୀ ସେଲସିୟସ୍କୁ ହ୍ରାସ ପାଇଥିଲା। ଏଥିସହିତ କନ୍ଧମାଳ, ଉଦୟଗିରି ଏବଂ ଫୁଲବାଣୀ ଯଥାକ୍ରମେ 10.5 ଡିଗ୍ରୀ ସେଲସିୟସ୍ ଏବଂ 11 ଡିଗ୍ରୀ ସେଲସିୟସ୍ ସହିତ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାର ଅନ୍ୟ ସ୍ଥାନରେ ଅର୍ଥାତ୍ ବରଗଡ଼ର ଟିପିଲିମା 12 ଡିଗ୍ରୀ ସେଲସିୟସ୍, ସୁନ୍ଦରଗଡ଼ର କିରେଇ 12.2 ଡିଗ୍ରୀ ସେଲସିୟସ୍, ରାଉରକେଲାରେ 12.9 ଡିଗ୍ରୀ ସେଲସିୟସ୍, କୋରାପୁଟ ଏବଂ ସିମିଲିଗୁଡ଼ା 13 ଡିଗ୍ରୀ ସେଲସିୟସ୍, ସୁନ୍ଦରଗଡ଼ 13.2 ଡିଗ୍ରୀ ସେଲସିୟସ୍, କେନ୍ଦୁଝର 13.4 ଡିଗ୍ରୀ ସେଲସିୟସ୍, ଅନୁଗୁଳ ଏବଂ ଢେଙ୍କାନାଳ 13.6 ଡିଗ୍ରୀ ସେଲସିୟସ୍ ଏବଂ ଭବାନୀପାଟଣା 14.8 ଡିଗ୍ରୀ ସେଲସିୟସ୍ ଓ ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ 16.2 ଡିଗ୍ରୀ ସେଲସିୟସ୍ ଏବଂ 16.5 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହିତ ରାଉରକେଲା, କୋରାପୁଟ ଏବଂ ଭବାନୀପାଟଣାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ତୀବ୍ର ହ୍ରାସ ଘଟିଛି। ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ 16.2 ଡିଗ୍ରୀ ସେଲସିୟସ୍ ଏବଂ 16.5 ଡିଗ୍ରୀ ସେଲସିୟସ୍, 4.4 ଡିଗ୍ରୀ ସେଲସିୟସ୍ ଏବଂ 3.1 ଡିଗ୍ରୀ ସେଲସିୟସ୍ ସ୍ୱାଭାବିକଠାରୁ କମ୍ ରେକର୍ଡ କରାଯାଇଛି। ସେପଟେ ମାଡ଼ି ଆସୁଛି ସୁପର ଟାଇଫୁନ୍ ଫୁଙ୍ଗୁୱାଙ୍ଗ। ଫିଲିପାଇନ୍ସକୁ ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫୁଙ୍ଗୁୱାଙ୍ଗ। ଛାରଖାର କରିଦେବ ଭୟଙ୍କର ବାତ୍ୟା। ଫିଲିପାଇନ୍ସକୁ ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫୁଙ୍ଗୁୱାଙ୍ଗ। ପ୍ରଭାବରେ ଘଣ୍ଟାପ୍ରତି 185 କିଲୋମିଟର ବେଗରେ ପବନ ବହୁଛି। ଆଜି ରାତି କିମ୍ବା କାଲି ସକାଳେ ଆରୋରା ପ୍ରଦେଶରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି 230 କିଲୋମିଟର ବେଗରେ ପବନ ବହିବ। ବାତ୍ୟାକୁ ନଜର ରଖି ବିଭିନ୍ନ ଅଞ୍ଚଳରେ 10 ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏପଟେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ପରେ ଇୱାଟା ପ୍ରଦେଶରେ ଜାରି ହୋଇଛି ସୁନାମି ଆଲର୍ଟ।